ଚାହାନ୍ତି ନା ଆପଣଙ୍କ ଜୀବନ ସୁଖ ଶାନ୍ତିରେ ଭରିଯାଉ, କିନ୍ତୁ କେମିତି? ଥରେ ଭକ୍ତ ଜଣେ ଭଗବାନଙ୍କୁ ପଚାରିଲେ, ପ୍ରଭୁ ଏ ସଂସାର ଲୋକମାନେ ଏତେ ଦୁଃଖୀ କ'ଣ ପାଇଁ? ଭଗବାନ କହିଲେ, ଆରେ ଏମାନେ ତ କେବେ ବି ସୁସଙ୍ଗରେ ବସିଲେନି, ସୁକଥା ଶୁଣିଲେନି, ତେବେ ସେମାନଙ୍କ ଜୀବନ କେମିତି ସୁଖମୟ ହେବ? ନମସ୍କାର ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛି, ଆପଣମାନଙ୍କର ମଙ୍ଗଳ କାମନା କରୁଛି, ଆଉ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ଜୀବନରେ 2026 ସୁଖ ଶାନ୍ତି ଭରିଦେଉ, ଆପଣଙ୍କ ଚଲାପଥ କୁସୁମିତ ହେଉ। ଆଉ ହଁ, ଆପଣଙ୍କ ପାଇଁ ଅର୍ପମ ଷ୍ଟାର ଗୋଟେ ସୁନ୍ଦର ଗୀତ ରୋମାଣ୍ଟିକ୍ ସ୍ୟାଡ୍ ସଙ୍ଗ୍ଟେ ପ୍ରସ୍ତୁତ କରିଛି, ଯାହାକୁ ଆପଣ ଖୁବ୍ ଶୀଘ୍ର ଅର୍ପମ ଷ୍ଟାରରେ ଦେଖିପାରିବେ। କେମିତି ଗୋଟେ ପୁଅ ଗୋଟେ ଝିଅଠାରୁ ଧୋକା ଖାଇଲା ପରେ ତା'ର ମନର କଥା ଏହାରି ମଧ୍ୟରେ ଗୀତ ମାଧ୍ୟମରେ ପ୍ରକାଶ କରୁଛି। ଆଉ ହଁ, ସେମିତି ଯୁବକମାନଙ୍କୁ ମୋର ହୃଦୟରୁ ଅନୁରୋଧ, ଯଦି କୌଣସି ଝିଅଠାରୁ ଆପଣ ଧୋକା ଖାଉଛନ୍ତି, ଆତ୍ମହତ୍ୟା ଭଳିଆ ଡିସିସନ୍ କେବେ ବି ନିଅନ୍ତୁନି। ନିଜକୁ ଷ୍ଟ୍ରଙ୍ଗ କରନ୍ତୁ, ନିଜ ପରିବାର ପାଇଁ ଚିନ୍ତା କରନ୍ତୁ, ଆଉ ନିଜର ଜୀବନକୁ ଗୋଟେ ନୂଆ ମୋଡ଼ ଦିଅନ୍ତୁ। ନୂଆ ବରଷରେ ଜାଳୁଚୁଲ ଦୀପ ତୁ ଆଉ କାହା ପାଇଁ। ଗୀତଟି ଦେଖନ୍ତୁ, ଆପଣମାନଙ୍କର ମତାମତ ଦିଅନ୍ତୁ, କାରଣ ଆପଣଙ୍କ ବିନା ଅର୍ପମ ଷ୍ଟାର ଅଧୁରା। ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ଅର୍ପମ ଷ୍ଟାର ସମସ୍ତଙ୍କଠାରୁ ବିଦାୟ ନେଉଛି। ଆପଣମାନଙ୍କ ମତାମତ ଅପେକ୍ଷାରେ ରହି ନିଶ୍ଚିନ୍ତ ଦେବେ। ରହୁଛି, ନମସ୍କାର।